କ'ଣ ଆପଣମାନେ ଜାଣିଛନ୍ତି କି ମୂତ୍ରାଶୟରେ ଷ୍ଟୋନ୍ ସୃଷ୍ଟି ହୋଇଥିଲେ କେଉଁ ଘରୋଇ ଉପଚାର ଦ୍ୱାରା ଷ୍ଟୋନ୍ ସମସ୍ୟା ଶୀଘ୍ର ଭଲ ହୋଇଥାଏ? ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ଷ୍ଟୋନ୍ ସମସ୍ୟା କିପରି ଶୀଘ୍ର ଭଲ ହେବ ତାହା ସମ୍ବନ୍ଧରେ ଜାଣିବା। ଆପଣଙ୍କ ପାଇଁ ଆଜିର ପ୍ରଥମ ପ୍ରଶ୍ନ, କେଉଁ ପରିବା କଞ୍ଚା ଖାଇଲେ ମନୁଷ୍ୟର ରଙ୍ଗ ବଦଳିଯାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଟମାଟୋ, ବି ଭେଣ୍ଡି, ସି ବାଇଗଣ, ଡି କଲରା। ତେବେ ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଏ ଟମାଟୋ। ଟମାଟୋ ପରିବା କଞ୍ଚା ଖାଇଲେ ମନୁଷ୍ୟର ରଙ୍ଗ ବଦଳିଯାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, କ୍ୟାନ୍ସର ହୋଇଥିଲେ କ'ଣ ଖାଇଲେ କ୍ୟାନ୍ସର କିଛି ମାତ୍ରାରେ କମିଯାଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କଦଳୀ ଗୁଣ୍ଡ, ବି ଡାଲଚିନି ଗୁଣ୍ଡ, ସି ମେଥି ଗୁଣ୍ଡ, ଡି ଗୋଲମରିଚ ଗୁଣ୍ଡ। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ସି ମେଥି ଗୁଣ୍ଡ। କ୍ୟାନ୍ସର ହୋଇଥିଲେ ମେଥି ଗୁଣ୍ଡ ଖାଇଲେ କ୍ୟାନ୍ସର କିଛି ମାତ୍ରାରେ କମିଯାଇଥାଏ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କିସମିସ୍ ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ପେଟ ବ୍ୟଥା, ବି ହାର୍ଟ ରୋଗ, ସି ମୁଣ୍ଡ ବ୍ୟଥା, ଡି ବ୍ଲଡ଼ ପ୍ରେସର। ସମୟଟି ସମାପ୍ତ ହୋଇସାରିଛି ଦର୍ଶକ ବନ୍ଧୁ। ଏହାର ସଠିକ୍ ଉତ୍ତରଟି ସି ମୁଣ୍ଡ ବ୍ୟଥା। କିସମିସ୍ ଖାଇବା ଦ୍ୱାରା ମୁଣ୍ଡ ବ୍ୟଥା ରୋଗ ଶୀଘ୍ର ଭଲ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ପାଣିକୁ ପେଟରେ ହଜମ ହେବା ପାଇଁ କେତେ ସମୟ ଲାଗିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 5 ମିନିଟ୍, ବି 10 ମିନିଟ୍, ସି 15 ମିନିଟ୍, ଡି 20 ମିନିଟ୍। ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ 5 ମିନିଟ୍। ପାଣିକୁ ପେଟରେ ହଜମ ହେବା ପାଇଁ 5 ମିନିଟ୍ ସମୟ ଲାଗିଥାଏ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଗୁଣ୍ଡୁଚି ମୂଷା କେଉଁ ରଙ୍ଗକୁ ଦେଖିପାରେ ନାହିଁ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କଳା, ବି ଧଳା, ସି ନାଲି, ଡି ସବୁଜ। ତେବେ ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି ନାଲି। ଗୁଣ୍ଡୁଚି ମୂଷା ନାଲି ରଙ୍ଗକୁ ଦେଖିପାରେ ନାହିଁ। ପରବର୍ତ୍ତୀ ପ୍ରଶ୍ନ, ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ ମନୁଷ୍ୟର କେଉଁ ଅଙ୍ଗ ଖରାପ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ହାର୍ଟ, ବି ଲିଭର, ସି କିଡନୀ, ଡି ଫୁସଫୁସ୍। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ବି ଲିଭର। ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ ମଣିଷର ଲିଭର ଅଙ୍ଗ ଖରାପ ହୋଇଥାଏ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଅଂଶୁପା ହ୍ରଦ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ପୁରୀ, ବି ଖୋର୍ଦ୍ଧା, ସି ବାଲେଶ୍ୱର, ଡି କଟକ। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି କଟକ। ଅଂଶୁପା ହ୍ରଦ ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ଅଧିକ ପନିର ଖାଇଲେ କେଉଁ ରୋଗ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ହଇଜା, ବି ଜଣ୍ଡିସ୍, ସି କ୍ୟାନ୍ସର, ଡି ବ୍ଲଡ଼ ପ୍ରେସର। ତେବେ ଆପଣଙ୍କର ସଠିକ୍ ଉତ୍ତରଟି ଡି ବ୍ଲଡ଼ ପ୍ରେସର। ଅଧିକ ପନିର ଖାଇଲେ ବ୍ଲଡ଼ ପ୍ରେସର ରୋଗ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ମୂତ୍ରାଶୟରେ ପଥର ସୃଷ୍ଟି ହୋଇଥିଲେ କେଉଁ ଘରୋଇ ଉପଚାର କଲେ ଶୀଘ୍ର ଭଲ ହୋଇଥାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ତୁଳସୀ ପତ୍ର, ବି ମହୁ, ସି ଲେମ୍ବୁ ରସ, ଡି ପୋଦିନା ପତ୍ର। ତେବେ ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି।
ତେବେ ଏହାର ସଠିକ୍ ଉତ୍ତରଟି ଏ ତୁଳସୀ ପତ୍ର, ବି ମହୁ। ତୁଳସୀ ପତ୍ରର ରସ ଓ ମହୁ ମିଶାଇ ଖାଇଲେ ମୂତ୍ରାଶୟରେ ପଥର ସୃଷ୍ଟି ହୋଇଥିଲେ ଶୀଘ୍ର ଭଲ ହୋଇଯାଇଥାଏ। ତେବେ ଆଜିର ଅନ୍ତିମ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଲା। ନିର୍ବାଚନ ପ୍ରକ୍ରିୟାରେ ବିଜେଡି ଦଳର ସଂକେତ କ'ଣ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ପଦ୍ମଫୁଲ, ବି ଦା ଓ ଧାନକେଣ୍ଡା, ସି ଶଙ୍ଖ, ଡି ହାତ ପାପୁଲି। ତେବେ ଏହାର ସଠିକ୍ ଉତ୍ତରଟି ଯଦି ଆପଣଙ୍କୁ ଜଣାଅଛି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଭିଡ଼ିଓଟି ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ବାଲା ଆଇକନ୍କୁ ପ୍ରେସ୍ କରନ୍ତୁ।